ପିଲାମାନେ ସମସ୍ତଙ୍କୁ ଗୋଟେ ନୂଆ ଭିଡିଓକୁ ସ୍ୱାଗତ। ଆଜି ଆମେ ଡିସ୍କସନ କରିବା 2025 ର ମଡେଲ କ୍ୱେଶ୍ଚିନ୍ ପେପର। 2025 ରେ ଯୋଉ ପରୀକ୍ଷା ଦର୍ପଣ ରିଲିଜ ହେଇଥିଲା ସେଇଥିରେ କଣ କଣ ସବୁ କ୍ୱେଶ୍ଚିନ୍ ଆସିଥିଲା। ଆମେ ଯେତେ ସର୍ଟ ଟାଇପ କ୍ୱେଶ୍ଚିନ୍ ପ୍ରାକ୍ଟିସ କରିବା ସେତେ ଆମର ପ୍ରାକ୍ଟିସ ହବ। ଆମର ସର୍ଟ ଟାଇପ କ୍ୱେଶ୍ଚିନ୍ ଆନ୍ସର ଦେବା ପାଇଁ ସୁବିଧା ହବ। ତ ଚାଲ 2025 ର ମଡେଲ କ୍ୱେଶ୍ଚିନ୍ ଆନ୍ସର ଡିସ୍କସନ କରିବା। ଆଶା କରିବି ସମସ୍ତେ ଖାତା ପେନ୍ ରଖିକି ନିଜେ ନିଜେ ନୋଟ୍ କରିନେବେ ଯେ କାହାର ଆନ୍ସର କଣ ହବ। ସେଟା କମେଣ୍ଟରେ ଜଣେଇବ ଯେ କାହାର କେତେ ଠିକ ହେଲା। ନିମ୍ନୋକ୍ତ କେଉଁଟି କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଦ୍ୱାରା ରଚିତ ଏକ ଲଳିକା ଅଟେ? ନିମ୍ନୋକ୍ତ କେଉଁଟି କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଦ୍ୱାରା ରଚିତ ଏକ ଲାଳିକା ଅଟେ? କୋଉଟା ଆନ୍ସର ଠିକ ହବ? କିଶୋର ଚନ୍ଦ୍ରକାନ୍ତ ଚମ୍ପୁ, ଚଟକ ଚନ୍ଦ୍ରକାନ୍ତ ଚମ୍ପୁ, ଚହଟ ଚନ୍ଦ୍ରକାନ୍ତ ଚମ୍ପୁ, ଚମ୍ପୁ ଚରିତ। ଚଟକ ଚନ୍ଦ୍ରକାନ୍ତ ଚମ୍ପୁ। ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଲାଳିକା ହେଉଛି ଚଟକ ଚନ୍ଦ୍ରକାନ୍ତ ଚମ୍ପୁ। ଶିକର ସମୀରା କହିଲେ ଆମେ ନିମ୍ନୋକ୍ତ କାହାକୁ ବୁଝିଥାଉ? ଶିକର ସମୀରା କହିଲେ ନିମ୍ନୋକ୍ତ ଆମେ କାହାକୁ ବୁଝିଥାଉ? ଜଳ କଣାଯୁକ୍ତ ପବନ, ଶୀତଳ ପବନ, ବର୍ଷା ବାରିଯୁକ୍ତ ପବନ, ବରଫ ସଂସର୍ଗିତ ପବନ। 2 ନମ୍ବର ଶିକର ସମୀରା କହିଲେ ଆମେ ଜଳ କଣାଯୁକ୍ତ ପବନକୁ ବୁଝିଥାଉ। ଯେଉଁ ରୂପ ଧରି ପୃଥିବୀ ପ୍ରଳୟ ନିମନ୍ତେ ଶିବ ସିଂହନାଦ କରନ୍ତି ତାକୁ କଣ କୁହାଯାଏ? ଯେଉଁ ରୂପ ଧାରଣ କରି ପୃଥିବୀ ପ୍ରଳୟ ନିମନ୍ତେ ଶିବ ସିଂହନାଦ କରନ୍ତି ତାକୁ କଣ କୁହାଯାଏ? ରୁଦ୍ର, ଭୈରବ, ପ୍ରଚଣ୍ଡ, ଉଗ୍ର। 3 ନମ୍ବର କେଉଁ ରୂପ ଧରି ପୃଥିବୀ ପ୍ରଳୟ ନିମନ୍ତେ ଶିବ ସିଂହନାଦ କରନ୍ତି? ଭୈରବ। ଏରଡ଼ି ସହିଲେ ତୁମେ ହୋଇବ ଅଜାମ୍ବର। ଏଠାରେ ଅଜାମ୍ବର ଶବ୍ଦଟି କେଉଁଥିରେ ବ୍ୟବହାର ହେଇଛି? ଅଜରମର, ଦୀର୍ଘାୟୁ, ଅଳ୍ପାୟୁ, ଦେବତା। କୋଉଥିରେ? ଅଜରମର ଅର୍ଥରେ। ବୈଦେହୀଶ ବିଳାସ କାବ୍ୟଟି କେତେ ଛନ୍ଦ ବିଶିଷ୍ଟ? 40 ଛନ୍ଦ, 36 ଛନ୍ଦ, 52 ଛନ୍ଦ, 50 ଛନ୍ଦ। ବୈଦେହୀଶ ବିଳାସ କାବ୍ୟଟି କେତେ ଛନ୍ଦ ବିଶିଷ୍ଟ? ବୈଦେହୀଶ ବିଳାସ 52 ଛନ୍ଦ ବିଶିଷ୍ଟ। ରାଘବଙ୍କ ଲଙ୍କା ଯାତ୍ରା ଅନୁକୂଳ କବିତାରେ ବିଭୂତିଭୂଷଣ ବୋଲି କାହାକୁ କୁହାଯାଇଛି? ରାଘବଙ୍କ ଲଙ୍କା ଯାତ୍ରା ଅନୁକୂଳ କବିତାରେ ବିଭୂତିଭୂଷଣ ବୋଲି କାହାକୁ କୁହାଯାଇଛି? ଭସ୍ମାସୁର, ବିଭୀଷଣ, ମହାଦେବ, ରାମଚନ୍ଦ୍ର। ରାମଚନ୍ଦ୍ରଙ୍କୁ। ନିମ୍ନୋକ୍ତ ପଂକ୍ତିଗୁଡ଼ିକ ମଧ୍ୟରୁ କେଉଁଟି କିଶୋର ଚନ୍ଦ୍ରକାନ୍ତ ଚମ୍ପୁର ଅଂଶବିଶେଷ? ମାତ୍ର ଯଶ ଦେହେ ତୁମେ ଆୟୁଷ୍ମାନ, କି ଲୋଡ଼ିବା ଆସେ ସେହି ତ ତା ନ ଜାଣେ, ଗଲାଣି ତ ଗଲା କଥାରେ ସଂଗାତ, ତରଣୀରେ ଜାଳି ଦେଲାଣି ମଶାଲ। କୋଉଟା କିଶୋର ଚନ୍ଦ୍ର ଚମ୍ପୁର ଆସିଛି? ଗ ଚମ୍ପୁ ଏଟା। ଗଲାଣି ତ ଗଲା କଥାରେ ସଂଗାତ। 7 ନମ୍ବର ବି। ତରଣୀରେ ଜାଳି ଦେଲାଣି ମଶାଲ ଏଟା ଚିଲିକା। ମାତ୍ର ଯଶ ଦେହେ ତୁମେ ଆୟୁଷ୍ମାନ ଏଠି ବି ଚିଲିକାରୁ ଆସିଛି। ନିମ୍ନଲିଖିତ କାବ୍ୟମାନଙ୍କ ମଧ୍ୟରୁ କେଉଁଟି ରାଧାନାଥ ରାୟଙ୍କ ଅନୁଦିତ କାବ୍ୟ? କୋଉଟା ରାଧାନାଥ ରାୟଙ୍କ ଅନୁଦିତ କାବ୍ୟ? ଚନ୍ଦ୍ରଭାଗା ନା ତୁଳସୀ ସ୍ତବକ, ଉଷା, ନନ୍ଦିକେଶ୍ୱରୀ। ନିମ୍ନଲିଖିତ କାବ୍ୟମାନଙ୍କ ମଧ୍ୟରୁ କେଉଁଟି ରାଧାନାଥ ରାୟଙ୍କ ଅନୁଦିତ କାବ୍ୟ? 8 ନମ୍ବର କଣ ହବ ଆନ୍ସର? ଚନ୍ଦ୍ରଭାଗା ନା ତୁଳସୀ ସ୍ତବକ, ଉଷା, ନନ୍ଦିକେଶ୍ୱରୀ। ତୁଳସୀ ସ୍ତବକ। କଳକଣ୍ଠ କଣ୍ଠେ କହିଲା। ଏଇ କଳକଣ୍ଠ କାହାକୁ କୁହାଯାଇଛି? କୁମ୍ଭାଟୁଆ, ମୟୂର,
କୋଇଲି କଜଳପାତି। କଳକଣ୍ଠ କଣ୍ଠେ କହିଲା। ଏଇ କଳକଣ୍ଠ କାହାକୁ କୁହାଯାଇଛି? କଳକଣ୍ଠ କଣ୍ଠେ କହିଲା, ଏଇ କଳକଣ୍ଠ କହିଲେ କୋଇଲିକୁ କୁହାଯାଇଛି ହେଲା। 6 ନମ୍ବର କୋଇଲି। କଳକଣ୍ଠ କଣ୍ଠେ କହିଲା କହିଲେ ଏଇ କଳକଣ୍ଠ କହିଲେ କୋଇଲିକୁ କୁହାଯାଇଛି। ମଙ୍ଗଳେ ଆଇଲା ଉଷା କବିତାଟିରେ ଲୋକ କାହାକୁ ଭାଗ୍ୟବତୀ ବୋଲି କୁହାଯାଇଛି? ମଙ୍ଗଳେ ଆଇଲା ଉଷା କବିତାରେ ଲୋକେ କାହାକୁ ଭାଗ୍ୟବତୀ କହିବେ ବୋଲି କୁହାଯାଇଛି? ଅନୁକମ୍ପା, ଉଷା, ତମସା, ମଙ୍ଗଳେ ଆଇଲା ଉଷା କବିତାରେ ଲୋକେ କାହାକୁ ଭାଗ୍ୟବତୀ ବୋଲି କହିବେ ବୋଲି କୁହାଯାଇଛି? 10 ନମ୍ବର ତମସା। କେଉଁ ଚିନ୍ତାଧାରାର କବିତା ରଚନା ପାଇଁ ନବଯୁଗ ସାହିତ୍ୟ ସଂସଦ ଆନ୍ଦୋଳନ ଜାରି ରଖିଥିଲା? ଗାନ୍ଧୀବାଦୀ, ଆଧ୍ୟାତ୍ମିକବାଦୀ, ସାମ୍ୟବାଦୀ, ମାନବବାଦୀ। କେଉଁ ଚିନ୍ତାଧାରାର କବିତା ରଚନା ପାଇଁ ନବଯୁଗ ସାହିତ୍ୟ ସଂସଦ ଆନ୍ଦୋଳନ ଜାରି ରଖିଥିଲା? ଗାନ୍ଧୀବାଦୀ, ଆଧ୍ୟାତ୍ମିକବାଦୀ, ସାମ୍ୟବାଦୀ, ମାନବବାଦୀ। ନବଯୁଗ ସାହିତ୍ୟ ସଂସଦ କଣ? ସାମ୍ୟବାଦୀ। ନିରାଶା ମଧ୍ୟରେ ଆଶାର ସଞ୍ଚାର ନିମନ୍ତେ ଅନନ୍ତ ପଟ୍ଟନାୟକଙ୍କ କେଉଁ ଉକ୍ତିଟି ପ୍ରଯୁଜ୍ୟ? ଲୁପ୍ତ ହେଉରେ ଜାତି ଉପଜାତି, ମରଣ ଦୁଆରେ ଚରଣ ଆରପି, ମରୁ ପଥେ ପଥେ ନିର୍ଝର ସୃଜି, ଭାଜି ପଡୁ ଆଜି ଅର୍କ ରାଜି। କୋଉଟା 12 ନମ୍ବର? କଣ ହବ ଠିକ ଆନ୍ସର? ଲୁପ୍ତ ହେଉରେ ଜାତି ଉପଜାତି। 12 ନମ୍ବର କଣ ହବ? ମରୁ ପଥେ ପଥେ ନିର୍ଝର ସୃଜି। ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ପୁରସ୍କୃତ ପୁସ୍ତକ ସଞ୍ଚୟନ ରଚୟିତା କିଏ? ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ପୁରସ୍କୃତ ପୁସ୍ତକ ସଞ୍ଚୟନ ରଚୟିତା କିଏ? 13 ନମ୍ବର। ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ପୁରସ୍କୃତ ସଞ୍ଚୟନ ରଚୟିତା କିଏ? ରାଧାନାଥ ରାୟ, ଗଙ୍ଗାଧର ମେହେର, ବିଦ୍ୟୁତ ପ୍ରଭା ଦେବୀ, ଅନନ୍ତ ପଟ୍ଟନାୟକ। ରାଧାନାଥ ରାୟ, ଗଙ୍ଗାଧର ମେହେର, ବିଦ୍ୟୁତ ପ୍ରଭା ଦେବୀ, ଅନନ୍ତ ପଟ୍ଟନାୟକ। ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ପୁରସ୍କୃତ ସଞ୍ଚୟନ ପୁସ୍ତକ ରଚୟିତା କିଏ? 13 ନମ୍ବର କଣ ଠିକ ଆନ୍ସର ହବ? ବିଦ୍ୟୁତ ପ୍ରଭା ଦେବୀ। ବିଦ୍ୟୁତ ପ୍ରଭା ଦେବୀଙ୍କ ସର୍ବସାହା ମାଟି କବିତାରେ ଥିବା ପଦ୍ୟାଂଶ ଚିର ଦୁଃଖର ତୋ ପାହାନ୍ତି ଅନ୍ଧାର ରାତି ଭାରତ ମାତାର ନିମ୍ନୋକ୍ତ କେଉଁ ଅବସ୍ଥା ସମ୍ପର୍କରେ ସୂଚନା ପ୍ରଦାନ କରେ? ସର୍ବସାହା ମାଟି କବିତାରେ ଥିବା ପଦ୍ୟାଂଶ ଚିର ଦୁଃଖର ତୋ ପାହାନ୍ତି ଅନ୍ଧାର ରାତି ଭାରତ ମାତାର ନିମ୍ନୋକ୍ତ କେଉଁ ଅବସ୍ଥା ସମ୍ପର୍କରେ ସୂଚନା ପ୍ରଦାନ କରେ? ଦାରିଦ୍ର୍ୟ, ପରାଧୀନତା, ଅଶିକ୍ଷା, କୁସଂସ୍କାର। କଣ? ପରାଧୀନତା। ଉମାଚରଣ ଦାସ ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କର କଣ ଥିଲେ? ଶିକ୍ଷକ, ସହପାଠୀ, ତତ୍ତ୍ୱାବଧାରକ, ବନ୍ଧୁ। ଉମାଚରଣ ଦାସ ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କର କଣ ଥିଲେ? 15 ନମ୍ବର। କଣ ହବ ଠିକ ଆନ୍ସର 15 ନମ୍ବର? ଉମାଚରଣ ଦାସ ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କର ତତ୍ତ୍ୱାବଧାରକ ଥିଲେ ହେଲା। ସନ୍ଥ କବି ଲକ୍ଷ୍ମୀକାନ୍ତ ଜୀବନୀ ଓ ସାହିତ୍ୟ କୃତି ପ୍ରବନ୍ଧରେ ନିମ୍ନୋକ୍ତ କେଉଁ ପାଦ୍ୟାନ୍ତର ନାମ ପ୍ରଦାନ କରାଯାଇନାହିଁ? କେନ୍ଦେରା, ବୀଣା, ଗୋପୀଯନ୍ତ୍ର, ରାମତାଳି। ସନ୍ଥ କବି ଲକ୍ଷ୍ମୀକାନ୍ତ ଜୀବନୀ ଓ ସାହିତ୍ୟ କୃତି ପ୍ରବନ୍ଧରେ ନିମ୍ନୋକ୍ତ କେଉଁ ପାଦ୍ୟାନ୍ତର ନାମ ପ୍ରଦାନ କରାଯାଇନାହିଁ? 16 ନମ୍ବର। 16 ନମ୍ବର ହଉଛି ବୀଣା ହେଲା। ନିମ୍ନୋକ୍ତ କେଉଁ ପ୍ରବନ୍ଧଟି ବସୁଧୈବ କୁଟୁମ୍ବକମ୍ ଭାବନାରେ ପରିପୂର୍ଣ୍ଣ? ସଭ୍ୟତା ଓ ସଂସ୍କୃତି, ନରେନ୍ଦ୍ର ବିବେକାନନ୍ଦ, ମାତୃଭାଷା ଓ ଲୋକଶିକ୍ଷା, ନରେନ୍ଦ୍ର ବିବେକାନନ୍ଦ ଜନ୍ମଭୂମି। 17 ନମ୍ବର କଣ ଠିକ ଆନ୍ସର ହବ ପିଲା? ନିମ୍ନୋକ୍ତ କେଉଁ ପ୍ରବନ୍ଧଟି ବସୁଧୈବ କୁଟୁମ୍ବକମ୍ ଭାବନାରେ ପରିପୃଷ୍ଟ? ଜନ୍ମଭୂମି। ନିମ୍ନୋକ୍ତ କେଉଁ ପ୍ରବନ୍ଧଟି ବସୁଧୈବ କୁଟୁମ୍ବକମ୍ ଭାବନାରେ ପରିପୃଷ୍ଟ? ଜନ୍ମଭୂମି। ନିମ୍ନୋକ୍ତ କେଉଁଟି ଆୟୁ ସୂର୍ଯ୍ୟ ଶବ୍ଦର ଭାବକୁ ପ୍ରକଟ କରେ? ନିମ୍ନୋକ୍ତ କେଉଁଟି ଆୟୁ ସୂର୍ଯ୍ୟ ଶବ୍ଦର ଭାବକୁ ପ୍ରକଟ କରେ? 18 ନମ୍ବର।
ନିମ୍ନୋକ୍ତ କେଉଁଟି ଆୟୁଃସୂର୍ଯ୍ୟ ଶବ୍ଦର ଭାବକୁ ପ୍ରକଟ କରେ? ସମାନତା, ବ୍ୟାପକତା, ଗତିଶୀଳତା, ଚଞ୍ଚଳତା। ଏଠାର ରହୁଛି କଣ? ଗତିଶୀଳତା। କାହାକୁ ଅବଲମ୍ବନ କରି ଆଧୁନିକ ଯୁଗରେ ମଣିଷ ଉନ୍ନତ ହେବ ବୋଲି କାହାକୁ ଅବଲମ୍ବନ କରି ଆଧୁନିକ ଯୁଗର ମଣିଷ ଉନ୍ନତ ହେବା ସମ୍ଭବ ବୋଲି ଗଣେଶଧର ସାମନ୍ତରାୟ କହିଛନ୍ତି? 19 ନମ୍ବର। ଚିକିତ୍ସା ପ୍ରଣାଳୀ, ଅର୍ଥଶାସ୍ତ୍ର, ପରମ୍ପରା। କଣ ହବ? କମେଣ୍ଟ କର ଏଇଟା କଣ ଠିକ ଆନ୍ସର ହବ? 19 ନମ୍ବର ବିଜ୍ଞାନ। ନିମ୍ନୋକ୍ତ କେଉଁଟି ବୈଷୟିକ ଉନ୍ନତିର ଅନ୍ତର୍ଭୁକ୍ତ ନୁହେଁ? ଗମନାଗମନ, ଦୂରସଞ୍ଚାର, ଯୋଗ, ଆଧୁନିକ ଚିକିତ୍ସା। 20 ନମ୍ବର। ନିମ୍ନୋକ୍ତ କେଉଁଟି ବୈଷୟିକ ଉନ୍ନତିର ଅନ୍ତର୍ଭୁକ୍ତ ନୁହେଁ? ଯୋଗ। ଇଜ୍ରାଇଲ ଆଧୁନିକ ଭାଷାର ନାମ କଣ? ଇଜ୍ରାଇଲର ଆଧୁନିକ ଭାଷାର ନାମ କଣ? 21 ନମ୍ବର। ଇଂରାଜୀ, ହିନ୍ଦୀ, ଆରବୀ, ହିବ୍ରୁ। ଇଜ୍ରାଏଲ ଆଧୁନିକ ଭାଷାର ନାମ କଣ? ହିବ୍ରୁ। କିଏ ମାତୃଭାଷାକୁ ମାତୃସ୍ତନ୍ୟ ପରି ମୂଲ୍ୟବାନ ବୋଲି କହିଛନ୍ତି? ମଧୁସୂଦନ ଦାସ, ମଧୁସୂଦନ ରାଓ, ଗଙ୍ଗାଧର ମେହେର, ଗାନ୍ଧିଜୀ, ଉପେନ୍ଦ୍ର ଭଞ୍ଜ। କିଏ ମାତୃଭାଷାକୁ ମାତୃସ୍ତନ୍ୟ ପରି ମୂଲ୍ୟବାନ ବୋଲି କହିଛନ୍ତି? ଗାନ୍ଧିଜୀ। ଶ୍ରୀରାମକୃଷ୍ଣଙ୍କର କେତେ ଜଣ ସନ୍ନ୍ୟାସୀ ଥିଲେ? ଶ୍ରୀରାମକୃଷ୍ଣଙ୍କର କେତେ ଜଣ ସନ୍ନ୍ୟାସୀ ଥିଲେ? 18 ଜଣ, 16 ଜଣ, 21 ଜଣ, 27 ଜଣ। ଶ୍ରୀରାମକୃଷ୍ଣଙ୍କର କେତେ ଜଣ ସନ୍ନ୍ୟାସୀ ଥିଲେ? 23। କେତେ ଜଣ? କମେଣ୍ଟ କର 23 ନମ୍ବରଟା। 21 ଜଣ ହେଲା। ପୂର୍ଣ୍ଣଭୂମି କନ୍ୟାକୁମାରୀ ଭାରତର କେଉଁ ସୀମାନ୍ତରେ ଅବସ୍ଥିତ? ପୂର୍ବ, ଦକ୍ଷିଣ, ଉତ୍ତର, ପୂର୍ବ ଆଉ ଉତ୍ତର। 24 ନମ୍ବର। ଠିକ ଆନ୍ସର କଣ ହବ? କନ୍ୟାକୁମାରୀ ଭାରତର ଦକ୍ଷିଣ ସୀମାନ୍ତରେ ହେଲା। କବିବର ରାଧାନାଥ ରାୟଙ୍କ ରଚିତ ବ୍ୟଙ୍ଗ କାବ୍ୟର ନାମ କଣ? ଦରବାର, ଚନ୍ଦ୍ରଭାଗା, ଚିଲିକା, ଉଷା। 25 ନମ୍ବର। କବିବର ରାଧାନାଥ ରାୟଙ୍କ ରଚିତ ବ୍ୟଙ୍ଗ କାବ୍ୟର ନାମ କଣ? ଦରବାର। ପଲ୍ଲୀ କବି ନନ୍ଦକିଶୋର ବଳଙ୍କ କବିତା ମାନଙ୍କରେ କେଉଁ ଉପାଦାନଟି ପରିଲିଖିତ ହୁଏ ନାହିଁ? ପଲ୍ଲୀ କବି ନନ୍ଦକିଶୋର ବଳଙ୍କ କବିତା ମାନଙ୍କରେ କେଉଁ ଉପାଦାନଟି ପରିଲିଖିତ ହୁଏ ନାହିଁ? 26 ନମ୍ବର। ପଲ୍ଲୀ ବିମୁଖତା। ପାଠୁରିଆକୁ ଦିଖଣ୍ଡ 2 ଟଙ୍କିଆ ନୋଟ ଦେଇ ଲେଖକ ତାକୁ କେତେ ଫେରସ୍ତ କରିବାକୁ କହିଲେ? ପାଠୁରିଆକୁ ଦିଖଣ୍ଡ 2 ଟଙ୍କିଆ ନୋଟ ଦେଇ ଲେଖକ ତାକୁ କେତେ ଫେରସ୍ତ କରିବାକୁ କହିଲେ? 27 ନମ୍ବର। ବି। ପାଠୁରିଆ ଗୋଦାମରେ ଥିବା କୁରାଢ଼ୀର ଓଜନ କେତେ ଥିଲା? ପାଠୁରିଆ ଗୋଦାମରେ ଥିବା କୁରାଢ଼ୀର ଓଜନ କେତେ ଥିଲା? 2 କିଲୋ, 2 କିଲୋ ଅଧେ, 3 କିଲୋ, 3 କିଲୋ ଅଧେ। 28 ନମ୍ବର। 2 କିଲୋ ଅଧେ। କେଉଁ ପୁସ୍ତକ ନିମନ୍ତେ ନନ୍ଦିନୀ ଶତପଥୀ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ? କେଉଁ ପୁସ୍ତକ ନିମନ୍ତେ ନନ୍ଦିନୀ ଶତପଥୀ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ? ଗାନ୍ଧୀ କଥାମୃତ ପାଇଁ ନନ୍ଦିନୀ ଶତପଥୀ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ। ବୁଝିପାରିଲ? କଳିଙ୍ଗ ଯୁଦ୍ଧରେ କେଉଁ ନଦୀରେ ରକ୍ତର ସୁଅ ଛୁଟିଥିଲା? ମହାନଦୀ, ଦୟାନଦୀ, କାଠଯୋଡି, ଭାର୍ଗବୀ। 30 ନମ୍ବର। କମେଣ୍ଟ କର ପିଲାମାନେ କଣ ହବ ଠିକ ଆନ୍ସର? କେଉଁ ଯୁଦ୍ଧରେ 30 ନମ୍ବର। କଳିଙ୍ଗ ଯୁଦ୍ଧରେ କେଉଁ ନଦୀରେ ରକ୍ତର ସୁଅ ଛୁଟିଥିଲା? ଦୟାନଦୀରେ। ନଟବର ବାବୁ ଧୁମ୍ ଖରାବେଳଟାରେ ଗାଁକୁ ଆସିବାର କାରଣ କଣ? ବାପାଙ୍କ ଦେହ ଖରାପ, ଭାଇର ଦେହ ଖରାପ, ବୋଉର ଦେହ ଖରାପ। 31 ନମ୍ବର କଣ ହବ ଠିକ ଆନ୍ସର? ବୋଉର ଦେହ।
ବରଗଛ କିପରି ତାର ସବୁ ସନ୍ତାନକୁ ଆନନ୍ଦରେ ଆଲିଙ୍ଗନ କରି ରଖିଛି? ସହସ୍ର ବାହୁ ମେଲାଇ, ଗଛର ଚେର ବିସ୍ତାର କରି, ନୂତନ ପତ୍ର ସୃଷ୍ଟି କରି, ଛାଇ ପ୍ରଦାନ କରି। ବରଗଛ କିପରି ତାର ସବୁ ସନ୍ତାନକୁ ଆନନ୍ଦରେ ଆଲିଙ୍ଗନ କରି ରଖିଛି? 32 ନମ୍ବର। ସହସ୍ର ବାହୁ ମେଲାଇ। ପୁରବୀଙ୍କ ମୃତ୍ୟୁ କିପରି ହୋଇଥିଲା? କଟକରେ କାର ଆକ୍ସିଡେଣ୍ଟରେ, ରାଜଘାଟରେ କାର ଆକ୍ସିଡେଣ୍ଟରେ, ମୁମ୍ବାଇରେ କାର ଆକ୍ସିଡେଣ୍ଟରେ, ମାଡ୍ରାସରେ କାର ଆକ୍ସିଡେଣ୍ଟରେ। ପୁରବୀଙ୍କ ମୃତ୍ୟୁ କିପରି ହୋଇଥିଲା? 33 ନମ୍ବର। ମାଡ୍ରାସରେ କାର ଆକ୍ସିଡେଣ୍ଟରେ। ଉପେନ ମହାପାତ୍ରଙ୍କ ଜଳଖିଆ ବରାଦ ଶୁଣି ସୁବ୍ରତ ବାବୁଙ୍କ ମନ କେଉଁ ଭାବ ସୃଷ୍ଟି ହୋଇଥିଲା? ଆନନ୍ଦ, ଅସହାୟ, କ୍ରୋଧ, ଭୟ। 34 ନମ୍ବର। ସତ୍ୟେନ ମହାପାତ୍ରଙ୍କ ଜଳଖିଆ ବରାଦ ଶୁଣି ସୁବ୍ରତ ବାବୁଙ୍କ ମନରେ ଅସହାୟ ଭାବ ସୃଷ୍ଟି ହୋଇଥିଲା। ନରସିଂହ ଦେବ କାହା ଅନୁରୋଧରେ ସୂର୍ଯ୍ୟ ମନ୍ଦିର ପ୍ରତିଷ୍ଠା କରିଥିଲେ? ଶିବେ ସାଆନ୍ତା, ଧରମା, ଛାୟା ମହାଦେବୀ, ବିଶୁ ମହାରଣା। 35 ନମ୍ବର। ଛାୟା ମହାଦେବୀ। ନରସିଂହ ଦେବ ଛାୟା ମହାଦେବୀଙ୍କ ଅନୁରୋଧରେ ସୂର୍ଯ୍ୟ ମନ୍ଦିର ପ୍ରତିଷ୍ଠା କରିଥିଲେ। ନରସିଂହ ଦେବ ଛାୟା ମହାଦେବୀଙ୍କ ଅନୁରୋଧରେ ସୂର୍ଯ୍ୟ ମନ୍ଦିର ପ୍ରତିଷ୍ଠା କରିଥିଲେ। ବାଳକଟି ଉଡୁଅଛି। ଏଥିରେ ଏହି ବାକ୍ୟରେ ଶୁଦ୍ଧ ବାକ୍ୟଟିର କେଉଁ ଲକ୍ଷଣ ଅଭାବ ରହିଛି? ବାଳକଟି ଉଡୁଅଛି। ଏଇଟା କଣ ହବ ତାହେଲେ? ଆକାଂକ୍ଷା, ଆସକ୍ତି, ଯୋଗ୍ୟତା, ବାକ୍ୟାଂଶ। 36 ନମ୍ବର। ଯୋଗ୍ୟତାର ଅଭାବ ରହିଛି, କାରଣ ପକ୍ଷୀ ଉଡି ପାରିବ, ବାଳକ ଉଡି ପାରିବ ନାହିଁ, ତେଣୁକରି ଏଠି ଯୋଗ୍ୟତାର ଅଭାବ ରହିଛି। ବୁଝିପାରିଲ? ତନୁଜା ନାଚୁ, ଏହାକୁ ଭାବବାଚରେ ରୂପାନ୍ତର କଲେ କଣ ହବ? ତନୁଜାର ନାଚିବା ହେବ, ତନୁଜାର ନାଚ ଚାଲିଛି, ତନୁଜା ନାଚିବ, ତନୁଜାର ନାଚ ହେଉ। ତନୁଜା ନାଚୁ, ଏହାକୁ ଭାବବାଚ୍ୟରେ ରୂପାନ୍ତର କଲେ କଣ ହେବ? 37 ନମ୍ବର। ତନୁଜାର ନାଚ ହେଉ। ରାବଣ, ଏହି ଶବ୍ଦରେ ନର କାହିଁକି ଣ ହୋଇଛି? ରାବଣ, ଏ ଶବ୍ଦରେ ନର କାହିଁକି ଣ ହୋଇଛି? ପ ପରେ ବ ପରେ ନ ଥିବାରୁ, ପ ବର୍ଗ ବ ପରେ ନ ଥିବାରୁ, ରାବଣ। ର ପରେ ନ ଥିବାରୁ, ଅନ୍ତସ୍ଥ ଓ ପରେ ନ ଥିବାରୁ, ସ୍ୱାଭାବିକ ଭାବରେ। ରାବଣ ନ ଜାଗାରେ ନ କାହିଁ ହେଇଛି? 38 ନମ୍ବର। ଏଇଟା ଅନ୍ତସ୍ଥ ଓ ପରେ ନ ଥିବାରୁ। ବୁଝିପାରିଲ? ରାବଣ। ଅଗ୍ନିସାତ, ଏଇ ଶବ୍ଦରେ ସ କାହିଁକି ସ ହୋଇନାହିଁ? ଅଗ୍ନିସାତ, ଏଇ ଶବ୍ଦରେ ସ କାହିଁକି ସ ହୋଇନାହିଁ? 39। ସାତ ପ୍ରତ୍ୟୟ ଯୁକ୍ତ ହୋଇଥିବ, ହେଲା। ସୃଜନ, ଏଥିରେ କେଉଁ ପ୍ରକାର ଅଶୁଦ୍ଧି ରହିଛି? ସୃଜନ 40 ନମ୍ବର। ଉଦଣ୍ଡଗତ ଅଶୁଦ୍ଧି ରହିଛି ନା। ଅହର୍ନିଶି, এই ଶବ୍ଦଟି କେଉଁ ପ୍ରକାର ଅଶୁଦ୍ଧି ଅଟେ? ଅହର୍ନିଶି ସମାସଗତ, ସନ୍ଧିଗତ, ବିଶେଷ ବିଶେଷଣଗତ, ଉଦଣ୍ଡଗତ। ଅହର୍ନିଶି ଶବ୍ଦଟି କେଉଁ ପ୍ରକାର ଅଶୁଦ୍ଧି ରହିଛି? 41 ନମ୍ବର। କଣ ସମାସଗତ। ବିସର୍ଜନ ଶୁଦ୍ଧ ରୂପଟି କଣ ଅଟେ? ବିସର୍ଜନର 42 ନମ୍ବର। ବିସର୍ଜନ। ଦର ନିୟମ ଅନୁସାରେ ରଚିତ ହୋଇଥିବା ପଦକୁ ଗାନ ବା ଆବୃତ୍ତି କଲାବେଳେ ପ୍ରତ୍ୟେକ ପାଦର ନିର୍ଦ୍ଦିଷ୍ଟ ଅକ୍ଷର ଉପରେ ବିଶ୍ରାମ ନେବାକୁ ହୁଏ। ଏହି ବିଶ୍ରାମ ବା ଶ୍ୱାସଘାତକୁ କଣ କୁହାଯାଏ? ଯତି ବା ଯତିବାଦ। 43। ଦୁଇଟି ପାଦରେ ଗୋଟିଏ ପଦ। ପ୍ରତିଟି ପାଦର ଅକ୍ଷର ସଂଖ୍ୟା 12। 12 ପାଦର ତୃତୀୟ, ଷଷ୍ଠ, ନବମ ଏବଂ ଶେଷ ଅକ୍ଷର ଉପରେ ଯତିବାଦ ହେଉଥିବା ଛନ୍ଦର ନାମ କଣ? 44 ନମ୍ବର। ବେଶ କେତେଟା? ପ୍ରକୃତ ବସ୍ତୁ ଉପରେ ଅପ୍ରକୃତ ବସ୍ତୁର ସମ୍ଭାବନା ବା ତର୍କଣ କରାଗଲେ କଣ ହୁଏ? 45। ପ୍ରତିରକ୍ଷା।
ପ୍ରକୃତ ବସ୍ତୁରେ ଅପ୍ରକୃତ ବସ୍ତୁର ସମ୍ଭାବନା ବା ତର୍କଣା କରାଗଲେ ତାକୁ ଉତ୍ପ୍ରେକ୍ଷଣ କରା ହୁଏ। ଉପମାନ ଓ ଉପମେୟ ମଧ୍ୟରେ ଅଭେଦ କଥିତ ହେଲେ ପ୍ରକୃତ ବସ୍ତୁରେ ଅପ୍ରକୃତ ବସ୍ତୁର ସମ୍ଭାବନା ବା ତର୍କଣା କରାଗଲେ ତାକୁ ଉତ୍ପ୍ରେକ୍ଷଣ କରା ହୁଏ। ଉପମାନ ବା ଓ ଉପମେୟ ମଧ୍ୟରେ ଅଭେଦ ପରିକଳ୍ପିତ ହେଲେ ଏବଂ ଉପମେୟରେ ଉପମାନର ଆରୋପ ହେଲେ ଏହା କେଉଁ ପ୍ରକାର ଅଳଙ୍କାର ହୁଏ? 40 ନମ୍ବର। ପିଲାମାନେ 40 ନମ୍ବରଟା କଣ ହବ ଆନ୍ସର? ବି ରୂପକ। ହୁଙ୍କାପିଟା ରୂଢ଼ିଟି କେଉଁ ଅର୍ଥରେ ହୁଙ୍କାପିଟା ରୂଢ଼ିର ଅର୍ଥ କଣ ଅଟେ? 47 ନମ୍ବର। କିଛି ନ ବୁଝି ହଠାତ୍ କାମରେ ଲାଗିଯିବା ହୁଙ୍କାପିଟା। ବୁଝିପାରିଲ? ବୃଥା ପରିଶ୍ରମ କୋଉଠି ପହଁରିବା? ହୁଙ୍କାପିଟା ରୂଢ଼ିର ଅର୍ଥ ହଉଛି କିଛି ନ ବୁଝି ହଠାତ୍ କାମରେ ଲାଗିଯିବା। ବୃଥା ପରିଶ୍ରମ ହଉଛି କୋଉଠି ପହଁରିବା। 49। ଛୋଟ ସାପର ବଡ଼ ବିଷ। ହଁ, ଏଇ ରୂଢ଼ିର ଅର୍ଥ କଣ? ଲୋକବାଣୀର ଅର୍ଥ କଣ? କ୍ଷୁଦ୍ର ମଧ୍ୟରେ ଭୟଙ୍କରତା। ଅଧିକ ସମ୍ପର୍କ ବା ମିଳାମିଶାରେ ସମ୍ମାନ ହ୍ରାସ ପାଏ। ଏହି ଅର୍ଥ ପ୍ରକାଶ କରୁଥିବା ଲୋକବାଣୀଟି କଣ? ଅଧିକ ସମ୍ପର୍କ ବା ମିଳାମିଶାରେ ସମ୍ମାନ ହ୍ରାସ ପାଏ। 50। ଅତି ପରିଚୟ ଗୌରବ ନଷ୍ଟ। ଧନ୍ୟବାଦ ପିଲାମାନେ। ଆମେ ଡିସ୍କସନ୍ କଲେ ଏଇଟା ଫାର୍ଷ୍ଟ ସେଟ୍ ଡିସ୍କସନ୍ କରିଛେ। ଆଉ 4ଟା ସେଟ୍ ବାକି ଅଛି। ଆଉ 4ଟା ସେଟ୍ ମଧ୍ୟ ମୁଁ ଏଇ ସିରିଜରେ ପକେଇଦେବି, ଆପଣମାନେ ଦେଖିନେବେ। ଧନ୍ୟବାଦ।